ନମସ୍କାର ଦର୍ଶକ ବନ୍ଧୁ, ମୁଁ ବିକାଶ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ ଦେଖନ୍ତୁ, ଆଜି ଆପଣମାନଙ୍କ ସହିତ ଏକ ଭାରତ ସରକାରଙ୍କର ଏକ ଯୋଜନା ବିଷୟରେ ଆଲୋଚନା କରିବା। ସେଇ ଯୋଜନାଟି ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା। ଏହି ଯୋଜନାଟି ହେଉଛି ଭାରତ ସରକାରଙ୍କର ଏକ ଯୋଜନା, ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଏକ ଅଂଶ। ଏବଂ ଏହି ଯୋଜନା ବିଷୟରେ ଆଜି ଆମେ ଏହି ଯୋଜନା କ'ଣ, ଏହାର ଯୋଗ୍ୟତା କ'ଣ ରହିଛି, ଏହା କେଉଁମାନେ କରିବେ ଏବଂ ଏହାର ଆବେଦନ କେଉଁଠି ହେବ ଏବଂ ଆବେଦନ କରିବା ପାଇଁ କ'ଣ କ'ଣ ଡକୁମେଣ୍ଟ ଲାଗେ, ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ ଆଜିର ଏହି ଭିଡ଼ିଓରେ ଆପଣମାନଙ୍କୁ ମୁଁ ଜଣାଇବି। ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଚ୍ୟାନେଲ ଯଦି ପ୍ରଥମ ଥର ପାଇଁ ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଫଳରେ ଆମ ଚ୍ୟାନେଲରେ ଯାହା ବି ଅପଡେଟ୍ ଆସିବ ସର୍ବପ୍ରଥମେ ଜାଣିପାରିବେ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ତ ଦର୍ଶକ ବନ୍ଧୁ ଦେଖନ୍ତୁ, ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଭାରତ ସରକାରଙ୍କର ଏକ ଯୋଜନା। ଏହି ଯୋଜନାଟି ଭାରତ ସରକାରଙ୍କର ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଏକ ଅଂଶ, ଯାହା ଝିଅମାନଙ୍କ ଶିକ୍ଷା ଏବଂ ବିବାହ ଆର୍ଥିକ ସହାୟତା ପ୍ରଦାନ କରିଥାଏ। ତ ଏହି ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ଜାଣିବା, ଏହାର ଯୋଗ୍ୟତା କ'ଣ। ଦେଖନ୍ତୁ, ଏହାର ଯୋଗ୍ୟତା ବିଷୟରେ ଦେଖିବା ତ କେବଳ ଝିଅମାନଙ୍କ ନାମରେ ଏହି ଆକାଉଣ୍ଟଟି ଖୋଲାଯାଇ ପାରିବ ଏବଂ ଝିଅର ବୟସ 10 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ଦେଖନ୍ତୁ, ଯେଉଁ ସୁକନ୍ୟା ସମୃଦ୍ଧି ଯୋଜନା କରିବେ ତ ଝିଅଙ୍କର ବୟସ 10 ବର୍ଷରୁ କମ୍ ହେଇଥିଲେ ହିଁ ଏହି ସୁକନ୍ୟା ସମୃଦ୍ଧି ଯୋଜନାରେ କରିପାରିବେ। ଏବଂ ଗୋଟିଏ ପରିବାରରେ ସର୍ବାଧିକ 2 ଜଣ ଝିଅଙ୍କ ପାଇଁ ଏହି ସୁବିଧା ମିଳିବ। ଗୋଟିଏ ପରିବାର ଯଦି ଦୁଇଟି ଝିଅ ଅଛନ୍ତି ତ ଦୁଇଟି ଝିଅଙ୍କର ହିଁ ଏହି ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ ଉଠାଇ ପାରିବେ ଏବଂ ଯଦି ଯମଜ ଝିଅ ହୁଅନ୍ତି ତେବେ 3 ଜଣଙ୍କୁ ମିଳିପାରେ ସୁଯୋଗ। ତ ଏବେ ଦେଖିବା ଏହାର ଜମା ରାଶି ଇନଭେଷ୍ଟମେଣ୍ଟ ଡିଟେଲ୍ସ ବିଷୟରେ। ତ ଏହାର ଜମା ରାଶି ବର୍ଷକୁ ମାତ୍ର 250 ଟଙ୍କା ନ୍ୟୁନତମ ଏବଂ ସର୍ବାଧିକ ଯଦି ଦେଖିବା ବର୍ଷକୁ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣ ଜମା କରିପାରିବେ। ଯଦି କୌଣସି ବର୍ଷ ଟଙ୍କା ଜମା ନ କରନ୍ତି ତ ଆପଣଙ୍କୁ 50 ଟଙ୍କା ଜରିମାନା ଦେଇ ଆକାଉଣ୍ଟକୁ ପୁଣି ଚାଲୁ କରିବାକୁ ପଡ଼ିବ। ତ ଏବେ ଦେଖିବା ସୁଧ ହାର ଓ ଟ୍ୟାକ୍ସ ଲାଭ, ଇଣ୍ଟରେଷ୍ଟ ରେଟ୍ ଆଣ୍ଡ ଟ୍ୟାକ୍ସ ବେନିଫିଟ୍ସ। ତ ସୁଧ ହାର ବର୍ତ୍ତମାନ 2026 ଯଦି ଅନୁସାରେ ଏହାର ସୁଧ ହାର ପ୍ରାୟ 8.2% ଅଟେ। ପ୍ରତି 3 ମାସରେ ଏହାକୁ ପରିବର୍ତ୍ତନ କରିପାରନ୍ତି। ଟ୍ୟାକ୍ସ ସୁବିଧା ଯଦି ଦେଖିବା, ଇନକମ୍ ଟ୍ୟାକ୍ସ ଆକ୍ଟ ସେକ୍ସନ 80C ଅନୁସାରେ ଆପଣଙ୍କୁ ଟ୍ୟାକ୍ସ ଛାଡ଼ ମିଳିବ। ଏଥିରେ ମିଳୁଥିବା ସୁଧ ଏବଂ ମ୍ୟାଚୁରିଟି ରାଶି ସମ୍ପୂର୍ଣ୍ଣ ଟ୍ୟାକ୍ସ ଫ୍ରି। ଦେଖିବା ଏହାର ସମୟ ସୀମା ଯଦି ଦେଖିବା, ଟଙ୍କା ଜମା ସମୟ ଆକାଉଣ୍ଟ ଖୋଲିବା ଦିନଠାରୁ 15 ବର୍ଷ ପର୍ଯ୍ୟନ୍ତ ଆପଣ ଟଙ୍କା ଜମା କରିବାକୁ ପଡ଼ିବ ଏବଂ ଏହାର ଯଦି ମ୍ୟାଚୁରିଟି ଦେଖିବା ତ ଆକାଉଣ୍ଟ ଖୋଲିବାର 21 ବର୍ଷ ପରେ ଏହା ସମ୍ପୂର୍ଣ୍ଣ ହେବ ବା ଏହାର ମ୍ୟାଚୁରିଟିରେ ପଇସା ଆପଣମାନଙ୍କୁ ମିଳିବ। ଏବଂ ଏହାର ଟଙ୍କା ଉଠାଇବା ନିୟମ କେମିତି ରହିଛି ଦେଖନ୍ତୁ, ଝିଅକୁ 18 ବର୍ଷ ହେବା ପରେ କିମ୍ବା ସେ 10ମ ଶ୍ରେଣୀ ପାସ୍ କରିବା ପରେ ଯଦି ସେ ଚାହେଁ ଉଚ୍ଚଶିକ୍ଷା ପାଇଁ ତା ଆକାଉଣ୍ଟରୁ ଥିବା ମୋଟ ରାଶିର 50% ଉଠାଇ ପାରିବ। ମାନେ ସେ ଯେତେ ବି ଟଙ୍କା ଜମା କରିଥିବ ତାହାର 50% ଟଙ୍କା ଉଠେଇକି ସେ ଉଚ୍ଚଶିକ୍ଷା ପାଇଁ ଖର୍ଚ୍ଚ କରିପାରିବ। ଯଦି 18 ବର୍ଷ ପରେ ଝିଅର ବିବାହ ହୁଏ ତେବେ ସେ ଆକାଉଣ୍ଟ ବନ୍ଦ କରାଯାଇ ପୁରା ଟଙ୍କା ଉଠାଯାଇ ପାରିବ। ମାନେ 18 ବର୍ଷ ପରେ ଯଦି ଯେତିକି ଟଙ୍କା ଜମା ହେଇଥିବ ସେତିକି ଟଙ୍କା ବନ୍ଦ କରି ଆପଣ ଟଙ୍କା ଉଠେଇ ମଧ୍ୟ ପାରିବେ। ତ ଏବେ ଦେଖିବା ଏହି ସୁକନ୍ୟା ସମୃଦ୍ଧି ଯୋଜନା କରିବା ପାଇଁ କ'ଣ କ'ଣ ଡକୁମେଣ୍ଟ ଲାଗିଥାଏ। ତ ଏହି ସୁକନ୍ୟା ସମୃଦ୍ଧି ଯୋଜନା କରିବା ପାଇଁ ଝିଅଙ୍କର ପ୍ରମାଣପତ୍ର ଲାଗିଥାଏ ବା ବାର୍ଥ ସାର୍ଟିଫିକେଟ, ବାପା ମାଙ୍କର ଆଧାର କାର୍ଡ ଏବଂ ଝିଅ ଏବଂ ଅଭିଭାବକଙ୍କ ଫଟୋ। ଫଳରେ ଏ ସୁକନ୍ୟା ସମୃଦ୍ଧି ଯୋଜନାରେ ଏକ ଖାତା ଖୋଲିପାରିବେ। ତ ଦେଖନ୍ତୁ, ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ବହୁତ ବଢ଼ିଆ ଯୋଜନାଟି। ଏହି ଯୋଜନାରେ ଯଦି ଆପଣମାନଙ୍କର ଝିଅ ଅଛି, 10 ବର୍ଷରୁ କମ୍ ବୟସର ଯଦି ଝିଅ ଅଛି ତ ସୁକନ୍ୟା ସମୃଦ୍ଧି ଖାତା ନିଶ୍ଚୟ ଖୋଲାଇ ନିଅନ୍ତୁ ଏବଂ ଏହାର ବହୁତ ବଢ଼ିଆ ବେନିଫିଟ୍ ମଧ୍ୟ ରହିଛି। ଆପଣମାନେ ଦେଖିଲେ ଆପଣ ଯେତିକି ଟଙ୍କା ଜମା କରିବେ ତାହାର 3 ଗୁଣା ଟଙ୍କା ଆପଣମାନଙ୍କୁ ପଇସା ମିଳିବ। ଯଦି ଆପଣମାନେ ବାର୍ଷିକ 5,000 ଟଙ୍କା ମଧ୍ୟ ଜମା କରୁଛନ୍ତି ତ 15 ବର୍ଷରେ ଆପଣ 75,000 ଟଙ୍କା ଜମା କରିବେ, ତାହାର ଟୋଟାଲ ବେନିଫିଟ୍ ଆପଣମାନଙ୍କୁ ମିଳିବ 2,39,400 ଟଙ୍କା। ତ ମୁଁ ଆପଣମାନଙ୍କୁ ଏକ ଏକ୍ଜାମ୍ପଲରେ ମୁଁ ଦେଇଦେଉଛି। ସୁକନ୍ୟା ସମୃଦ୍ଧି ଯୋଜନା ଯଦି ଆପଣ ମାସକୁ 1,000 ଟଙ୍କା ଯଦି ଆପଣମାନେ ଜମା କରିବେ ତ ମାସିକ ଜମା ଆପଣମାନେ 1,000 ଟଙ୍କା କରିବେ
1000 ଟଙ୍କା ଜମା କରିବେ। ଜମା କଲେ ବାର୍ଷିକ ସେ ହେବ 12,000 ଟଙ୍କା। ଟଙ୍କା ଜମା କରିବା ଅବଧି 15 ବର୍ଷ, ମାନେ 15 ବର୍ଷ ଆପଣ ଜମା କରିବେ। ତ 15 ବର୍ଷକୁ ଟୋଟାଲ ଦେଖନ୍ତୁ ମୋଟ ଜମା ରାଶି କେତେ ହେବ? 1,80,000 ଟଙ୍କା। ଯଦି ଆପଣ 21 ବର୍ଷ ପରେ ଯଦି ସୁଧ ସହିତ ନେବେ ତ ଟୋଟାଲ ଦେଖନ୍ତୁ 5,64,560 ଟଙ୍କା ଆପଣଙ୍କୁ ମିଳିବ। ଯଦି ଆପଣ ମାନେ ମାସିକ 1,000 ଟଙ୍କା ଜମା କରୁଛନ୍ତି ତ ଆପଣଙ୍କୁ 21 ବର୍ଷ ପରେ ଯେତେବେଳେ ମ୍ୟାଚୁରିଟି ହେବ 5,64,560 ଟଙ୍କା ଆପଣମାନଙ୍କୁ ମିଳିବ। ତ ବହୁତ ବଢ଼ିଆ ସୁକନ୍ୟା ସମୃଦ୍ଧି ଯୋଜନାଟି ଭାରତ ସରକାର ଆଣିଛନ୍ତି। ଯେଉଁମାନଙ୍କର ଝିଅ ଅଛି ତ ଶୀଘ୍ର ଯାଇକି କରନ୍ତୁ। ଏବଂ ଏହି ଯୋଜନାଟି କରିବା ପାଇଁ ଆପଣ ଆପଣଙ୍କର ନିକଟସ୍ଥ ପୋଷ୍ଟ ଅଫିସ ବା ଆପଣମାନଙ୍କର ପଞ୍ଚାୟତରେ ଥିବା ପୋଷ୍ଟ ଅଫିସରେ ଯାଇ ଏହା ଆପଣ ଖୋଲିପାରିବେ। ତ ଶୀଘ୍ର ଯାଇ ଆପଣମାନେ ନିଜ ପଞ୍ଚାୟତରେ ଥିବା ପୋଷ୍ଟ ଅଫିସରେ ଏହା ଖୋଲନ୍ତୁ ଏବଂ ଏହାର ବେନିଫିଟ୍ସ ଲାଭ ଉଠାନ୍ତୁ। ତ ଆପଣମାନେ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ଭଲ ଭାବରେ ବୁଝାଇଥିବେ। ଭିଡ଼ିଓଟି ଏତିକିରେ ଶେଷ କରୁଛି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଯଦି ଚ୍ୟାନେଲରେ ପ୍ରଥମ ଥର ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଧନ୍ୟବାଦ।